গাই গোষ্ঠ ঘেনি প্রভু নীলমণি বড় রাম ভাই সঙ্গে গোপাল পুয়াঙ্কু এই সঙ্গতরে গোষ্ঠরে রাতি রঙ্গে সুবর সুদাম মধু মঙ্গল সঙ্গতরে হরি হরি বৃন্দাবনে করি মন মারি কৌতুকর বিহরি গোষ্ঠরে বিহার করি রঙ্গাধর ক্ষীরদহু ছন্তি কান্না বলরাম ভাই বসা সঙ্গে রহি চাহিছন্তি গাব কন্যা রঘুবর চড়িয়াছে কংস মন্ত্রী পর পড়িয়াছে বালিপুরে চড়িয়াছে কংস মন্ত্রী পর পড়িয়াছে বালিপুরে অভুত অষ্টাদশ চিহ্ন দেখি রথরু ওহাই তুলসীরে লগাইল ওষ্ঠ চাহাই গুরু চাহি তেলে মন্ত্রী অপূর্ব মূরতি কোটি কাম জিনারূপ কৈবল্য মূরতি শঙ্খ চক্র গদা পদ্ম সুবিচারি ভুজে
শান্তি গোপাল সুন্দর অশ্রু ঝরাই অশ্রুর অশিষ্ট ধন্যতা মাতমর মাধব হে প্রভু মাধব जगदीश हरे ओम जय जगदीश हरे तुम्हें परम ब्रह्म सनातन सारा संसार तुम्हें परम ब्रह्म सनातन व्यापक सारा संसार ओम जय जगदीश हरे ओम जय जगदीश हरे ओम जय जगदीश हरे तुम्हें सूरज तुम्हें चंद्र तुम्हें ग्रह तुम्हें तारा तुम्हें अनार पावन सर्व प्रकाश ओम जय जगदीश हरे ओम जय जगदीश हरे ओम जय जगदीश हरे ओम जय जगदीश हरे तुम्हें माता तुम्हें पिता तुम्हें भक्ति सहोदरा तुम्हें ज्ञान भंडार जब ब्रह्म रूपरे ओम जय जगदीश हरे 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 देखी रंगाधर चाहिए बसी छिया एकारे देखी रंगाधर चाहिए बसी छिया धाइया कले बेनी भाई चतुरु अश्रु पोछिले बोलंती माम कंसासुर देना शांति की खबर कुशले शांति उग्रसेना उहे काका शिवचना
ଲାଗୁଛି ମତେ ଅକ୍ରୁର କାକା ଭଳି। ଚାଲ ତାକୁ ଯାଇ ବୁଝିବା, ପଚାରିବା କୁଆଡ଼େ ଯାଇଥିଲେ କି, କାହା ପାଖକୁ ଆସିଛନ୍ତି, ଏତିକି ତ ଆମେ ପଚାରି ପାରିବା। ଚାଲ କାକା, ଆପଣ କୁଆଡ଼େ ଯାଇଥିଲେ କି? ମହାରାଜା କଂସ ମଥୁରାପୁରେ ଏକ ବିରାଟ ଧନୁଯାତ୍ରାର ଆୟୋଜନ କରିଛନ୍ତି। ସେ ନିମନ୍ତେ ଭିନି ଭାଇ କୃଷ୍ଣ ବଳରାମକୁ ମଥୁରାକୁ ପାଛୋଟି ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇଏ ତ ଅତି ଆନନ୍ଦର କଥା କାକା। ମୁଁ ଆଉ ଭାଇ ମଥୁରାକୁ ନିଶ୍ଚୟ ଯିବୁ, କିନ୍ତୁ କାକା ପିତାମାତାଙ୍କ ବିନା ଅନୁମତିରେ ଆମେ ଯାଇପାରିବୁନି। ଚାଲ। ଠିକ ଅଛି, ତୁମ ମାତା ପିତାଙ୍କ ପାଖକୁ ଯିବା, ତାଙ୍କର ଆଦେଶ ନେଇ ଆମେ ଧନୁଯାତ୍ରା ଦେଖି ଆସିବା। ଠିକ ଅଛି ନା? ହଁ ଠିକ କହିଲ କାକା। ଚାଲ ଆମେ ରାଜ ଉଆସକୁ ଯିବା, ସେଠି ଆମେ ପିତାମାତାଙ୍କ ଅନୁମତି ନେଇ ମଥୁରାକୁ ନିଶ୍ଚୟ ଯିବା। ଠିକ ଅଛି, ଚାଲ ତେବେ କାକା, ଚାଲ ଚାଲ। ଚାଲ। ମହାମନ୍ତ୍ରୀ ଅନେକ ସମୟରୁ ପୁଅମାନେ ଯାଇଛନ୍ତି ଗୋଷ୍ଠ କୁମାର, ଫେରିବାରେ ବିଳମ୍ବ କାହିଁକି? ମନ ଯେ ହେଉଛି ଅସ୍ଥିର, କିଛି ପାଇଛ ଖବର? কি খবর কথা কহিবি রাজা মণিমা? মথুরারু অনেক খবর আসুচি, অনেক লোক বি আসুচন্তি, অনেক শত্রু বি আসুচন্তি। তেবে আপনার আদেশরে মু গোপপুরে সমস্ত জন প্রজাঙ্কু দূত দ্বারা জনাই দেইছি, কেহি যদি মথুরারু আসে তাহলে প্রথমে আমার আদেশ নেই সে আমার রাজসভাকু আসিব। আর সবুআড়ে দূত প্রহরী যোগাই দেইছি। মথুরার যদি কেহি গোপপুরে প্রবেশ করে তাহলে সে আগ আসি আমକୁ জনাইব। ঠিক আছে, ঠিক আছে মহামନ୍ତ୍ରୀ, ଟିକେ ବିଳମ୍ବର କାରଣ ମତେ ଯେ ଅତିଷ୍ଠ କରିଦେଉଛି। ମୁଁ ଭାବୁନାହିଁ, ମୁଁ ଭାବିପାରୁନାହିଁ ମହାମନ୍ତ୍ରୀ, ମୁଁ ଭାବିପାରୁନାହିଁ। ରାତି ଅନେକ ହେଲାଣି, ଆସି ସମୟ ବିତି ଯାଉଛି। କୃଷ୍ଣ ବଳରାମ ସଖା ମାନେ କେହି ଗୋଟିଏରେ ମଧ୍ୟ ଫେରି ନାହାନ୍ତି, କେହି ଜଣେ ହେଲେ ଫେରି ନାହାନ୍ତି। ମତେ ଟିକେ ଭଲ ଲାଗୁନି ମହାମନ୍ତ୍ରୀ, ମତେ କାହିଁକି ସନ୍ଦେହ ଲାଗୁଛି। ଆପଣ ଅଧୈର୍ଯ୍ୟ ହୁଅନ୍ତୁନି ରାଜା, ଆପଣ ଅଧୈର୍ଯ୍ୟ ହୁଅନ୍ତୁନି। ସେ ବାଳକମାନେ ପିଲା ଲୋକ ଏପଟ ସେପଟ ଖେଳକୁଦରେ ମାତିଥିବେ।
আসু আসু টিকে হুয়ে তো বিলম্ব হইপারে সেইথিপাই আমার বেশি চিন্তা করিবার নাই এই বর্তমান কিছু সময় পর আসিଯିবে যে নইলে দুঃখ টিকে দেখ ঠিক আছে মহামন্ত্রী রাম গলে কুয়াড়ে আর কেতেবেলে আসি দূতକୁ ପଠାଇ ତାର ଖବର ନେଇ ଆସ ପୁତ୍ର ଦ୍ୱୟ ଗଲେ କୁଆଡ଼େ ତେଣେ ମାତା ଯେ ବ୍ୟସ୍ତିବ୍ରତ ହୋଇ ପଡ଼ିଲେଣି କହିଲେ ମହାମନ୍ତ୍ରୀକୁ ଆଦେଶ କର ଦୂତକୁ ପଠାଇ ପୁତ୍ରର ସନ୍ଧାନ ନେଇ ଆସୁ ଯାଅ ହଁ ମୁଁ ତାର ବ୍ୟବସ୍ଥା କରଉଛି ଦୂତକୁ ପଠାଅ ମହାମନ୍ତ୍ରୀ ରାଜା ମହାରାଜ କୁଆଡ଼େ ଗଲେ ସେ ପୁତ୍ର ଦ୍ୱୟ ଏତେ ବେଳ ଯାଏ କିଛି ଖବର ରହିଲା ପଠାଅ ପଠାଅ ଯାଅ ଦୂତ ଦୂତ ପଠାଅ ଦେଖ ଆମ ରାମ ବଳରାମ କୁଆଡେ ଗଲେ ଇଏ ପର୍ଯ୍ୟନ୍ତ ଆସିନାହାନ୍ତି ତେଣେ ଯେ ରାଜା ରାଣୀ ବିରକ୍ତି ହେଉଛନ୍ତି ଯାଅ ଟିକେ ତଲାସ କର দূত পঠাইছি রাজা মহিমা ମୁଁ ଦୂତକୁ ପଠାଇଛି ଏଇ ଅଳ୍ପ ସମୟ ଠିକ ଅଛି ମହାମନ୍ତ୍ରୀ ପରେ କିଛି ଜାଣିଯିବା ସେ କୁଆଡେ ଯାଇଛନ୍ତି କୁଆଡେ ଆସୁଛନ୍ତି କଣ କରୁଛନ୍ତି ଛୁଆମାନଙ୍କ କଥା ରାଜା ମଣିମା କଣ କହିବେ ଦୂତ ଦୂତ କାହିଁ କୁଆଡେ କିଛି ତ ଜଣା ପଡୁନାହିଁ କି ସମ୍ବାଦ ନିଏ ମଥୁରାରୁ ଭଦ୍ରଲୋକ ଜଣେ ଆସି କହୁଛନ୍ତି ହଁ ତ କହୁଛି ସେ ପରା ନା କହିଲ ଅକ୍ରୁର ମଥୁରାରୁ ଆସି ଆପଣଙ୍କର ଆଦେଶ ମାଗିବାକୁ ଦୂତକୁ ପଠେଇଛନ୍ତି ଆଚ୍ଛା ଆଚ୍ଛା ମଥୁରାରୁ ଅକ୍ରୁ ଆସିଛନ୍ତି ଆରେ ମହାମନ୍ତ୍ରୀ ଅକ୍ରୁ ଆସିଛନ୍ତି ଆରେ ମହାମନ୍ତ୍ରୀ ସେ ହଉଛନ୍ତି ମୋ କାକା ପୁଅ ଭାଇ ଚାଲ ଚାଲ ଆମେ ସମସ୍ତେ ଯାଇ ତାକୁ ସସମ୍ମାନ ନେଇ ଆସିବା ଚାଲ 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 ଆସନ୍ତୁ ମଣିମା ଗୋପପୁର ଅଧିପତି ମହାରାଜା ନନ୍ଦଙ୍କର ଜୟ ହେଉ ଜୟ ହେଉ ଏ ଅକ୍ରୁରର ପ୍ରଣାମ ଘେମା କରନ୍ତୁ ମହାରାଜ ଆଚ୍ଛା ଆସ ଭାଇ ଆସ ଆସ ପ୍ରଥମେ ଆସନ ଗ୍ରହଣ କର ମହାରାଜ আচ্ছা ভাই অক্রুর মহারাজ আজি এই অসময়ে আম গোপপুরে তোমার পাদ পড়িলা কিপরি ମୁଁ ମହାରାଜ କଂସଙ୍କର ଚିଟାଉ ନେଇ ଆସିଛି যাও ঠিক আছে আচ্ছা প্রথমে কহিলা অগ্নিসেন এবং সে মথুরার প্রজা মানে সমস্ত ভলরে অଛନ୍ତି তো ହଁ ମହାରାଜ ସମସ୍ତେ କୁଶଳରେ ଅଛନ୍ତି ଉଗ୍ରସେନ ଦେବକୀ ମହାରାଜ କଂସ ଆଉ ମଥୁରାର ସର୍ବ ପ୍ରଜାଗଣ କୁଶଳରେ ଅଛନ୍ତି ঠিক আছে ହେଲେ ତୁମେ ଆଜି ଏ ସମୟରେ
এই গোপপুরের তুমি পাদ পড়িলা ମୁଁ ନିଜକୁ ଧନ୍ୟ ମନେ କରୁଛି। ମହାରାଜ ଆଚ୍ଛା କହିଲ କୋଉଥିପାଇଁ ଆଜି ଏ ଗୋପପୁରକୁ ଆସିବାକୁ ପଡିଲା? ଏଇ ମହାରାଜଙ୍କର ଛିଟାଉ ସେଟା ମହାମନ୍ତ୍ରୀ ନିଅ ଚିଟାଉ ନିଅ। ଆଚ୍ଛା କହିଲ ଅକ୍ରୁର କୋଉଥିପାଇଁ ମହାରାଜ କଂସ ଏଇ ଚିଠା ପ୍ରେରଣ କରିଛନ୍ତି? କାହିଁକି କାହିଁକି ଚିଠା ପ୍ରେରଣ କରିଛନ୍ତି ଅକ୍ରୁର? କାହିଁକି କୁହ? লেখি অছি কংস হই মহারস আরে গোপপতি নন্দ আজ্ঞা পরমাণে সকালে চড়ি সে দিবি স্কন্ধ কি আশ্চর্য কথা! মহারাজ কংস কাহিঁকি চিঠাও প্রেরণ করছেন অক্রুর? ମହାରାଜ କଂସ ଗୋପପୁରରେ ଏକ ବିରାଟ ଧନୁଯାତ୍ରା ମହୋତ୍ସବର ଆୟୋଜନ କରିଛନ୍ତି। ଆଉ ସେ ନିମନ୍ତେ ନିଜର ଭଣଜାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଭଣଜାମାନଙ୍କୁ କାହିଁକି? ସେ ଧନୁଯାତ୍ରାରେ ଭଣଜା ମାନେ କଣ କରିବେ? ନା 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 ନା, ସେ କଥା ହେଇପାରିବ ନାହିଁ। ମହାରାଜ ସେ ବିରାଟ ଧନୁଯାତ୍ରାରେ ବଡ଼ ବଡ଼ ପରାକ୍ରମୀ ବୀର ଯୋଦ୍ଧା ସମସ୍ତଙ୍କର ସମାଗମ ହେବ। ଆଉ ସମସ୍ତେ ନିଜର କୌଶଳ ଦେଖାଇ ସେ ରାଜସଭାକୁ ଆସିବେ। ଆଉ ନିଜର ଭଣଜା ଦ୍ୱୟ ମାନେ ମଧ୍ୟ ସେ ଧନୁଯାତ୍ରାକୁ ଯାଇ ନିଜର କୌଶଳ ଦେଖାଇ ମହାରାଜ କଂସ ଠାରୁ କୃତ ହୁଅନ୍ତୁ। ଏହା ମହାରାଜ କଂସଙ୍କର ଇଚ୍ଛା ଅଟେ। ନା ନା, ସେମାନେ ପୁରସ୍କୃତ ହେବା ଦରକାର ନାହିଁ କି କୌଣସି ପରିଶ୍ରମ କି ପରାକ୍ରମ ଦେଖାର ଆବଶ୍ୟକତା ନାହିଁ। ତୁମେ କଣ କହୁଛ ଅକ୍ରୁର ନିଜେ ବୁଝିପାରୁଛ ତ? କିନ୍ତୁ କୃଷ୍ଣ ବଳରାମଙ୍କୁ ମୋ ସହିତ ଯିବାକୁ ହବ ମହାରାଜ। କାହିଁକି କାହିଁକି ଯିବାକୁ ହେବ? ଏହା ମହାରାଜ କଂସଙ୍କର ଆଦେଶ। ଆଉ এই ଆଦେଶକୁ ପାଳନ କରିବାକୁ ହବ। ନା ନା ଅକ୍ରୁର, ମୁଁ କାହାରି ଆଦେଶ ପାଳନ କରିପାରିବି ନାହିଁ ଅକ୍ରୁର। ପୁତ୍ର ଦେହକୁ ପଠେଇ ପାରିବି ନାହିଁ। ତୁମେ ଫେରିଯାଅ ଅକ୍ରୁର, ତୁମେ ଫେରିଯାଅ। ପୁତ୍ର ଦ୍ୱୟଙ୍କୁ ପଠାଇବାକୁ ହବ ମହାରାଜ। କାହିଁକି କାହିଁକି ପଠେଇବାକୁ ପଡିବ? ଏ ଯେ ମହାରାଜ କଂସଙ୍କ ଆଦେଶ। ଆଉ ମହାରାଜ କଂସଙ୍କର ଆଦେଶକୁ ଅବମାନନା କଲେ ଗୋପପୁରରେ ହାହାକାର ଖେଳିଯିବ। ମହାରାଜ କଂସଙ୍କର ସୈନ୍ୟ ସାମନ୍ତ ମାନେ এই ଗୋପପୁରକୁ ପଶି ଯାଇପାରନ୍ତି। କିନ୍ତୁ କିନ୍ତୁ ମୁଁ ବୁଝିପାରୁନି ଅକ୍ରୁର, ମୁଁ ଜାଣିବାରେ କଂସ କଣ କିଛି ଷଡ଼ଯନ୍ତ୍ର କରୁନାହିଁ ତ? ନା ମହାରାଜ, ଲକ୍ଷେ ବ୍ରାହ୍ମଣ ପୂଜିଲେ ଯାହା, ଆଉ ଗୋଟିଏ ଭଣଜା ପୂଜିଲେ ତାହା। ତେଣୁକରି ମହାରାଜ କଂସ ନିଜ ଭଣଜାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଅକ୍ରୁର
କହ୍ନେଇ ମୋର ସେପରି ନୁହେଁ, ସେ ଶାନ୍ତ ସରଳ ପିଲା। ତୁମେ ଏପରି କହୁଛ କାହିଁକି? ସେଠାକୁ ଯାଇ ସେ କଣ କରିବ ତୁମେ ନିଜେ ବୁଝିପାରୁଛ ତ କ୍ରୁର? ଏ ତ ଏକ ପରୀକ୍ଷା ମହାରାଜ, ଏ ଏକ ବୀରତ୍ୱର ପରୀକ୍ଷା। ଆପଣ ଜାଣିଛନ୍ତି ମହାରାଜ, ସବୁବେଳେ ଧର୍ମର ହିଁ ଜୟ ହେଇଥାଏ। କିନ୍ତୁ ତୁମେ ଜାଣିଛ କ୍ରୁର, ମହାରାଜ କହ୍ନେଇ ଏକମାତ୍ର ମୋର ନୟନ ପିତୁଳା। ମୁଁ ବା ତାକୁ ଛାଡ଼ିଦେବି କେମିତି? ମହାରାଜ, ଏ ଦୁନିଆ, ଏ ସଂସାର, ଏ ମାୟା ସବୁ ଈଶ୍ୱରଙ୍କ ଖେଳ ଅଟେ। ମହାରାଜ, ଆପଣ କିଏ ଆଉ ମୁଁ କିଏ? ସମସ୍ତେ ଏ କାଳରେ ବଶୀଭୂତ। ଏ ଜୀବ କାଳର ଆୟତ, କାଳରେ ହୁଏ ବଶୀଭୂତ। ସୈନ୍ୟମାନେ ଚତୁର୍ଦିଗରେ ଘୁରି ବୁଲୁଛନ୍ତି। ଯଦି କୌଣସି ସ୍ଥାନରେ ରାଜା ଆଜ୍ଞାର ଅବଜ୍ଞା ହୁଏ, ସେମାନେ ଅବିଳମ୍ବେ ସେ ସ୍ଥାନରେ ଆକ୍ରମଣ କରିବେ। କିନ୍ତୁ କିନ୍ତୁ ଏହା ଅନ୍ୟାୟ ଅଟେ କ୍ରୁର, ଏହା ଅନ୍ୟାୟ ଅଟେ। ଆରେ ମହାରାଜ କଂସର ମୁଣ୍ଡରେ ଏପରି ସତିଚ୍ଛା ଜନ୍ମିଲା କିପରି? ଜଣକ ପୁତ୍ରକୁ ବାଧ୍ୟତା କରି ନେଇଯିବା କଣ ଅପରାଧ ନୁହେଁ କ୍ରୁର? ପୁଣି ପୁଣି ତାଙ୍କର ପିତାମାତାଙ୍କର ବିନା ଆଦେଶରେ ଏହା କଣ ଅନ୍ୟାୟ ନୁହେଁ କ୍ରୁର? ଏହା କଣ ଅନ୍ୟାୟ ନୁହେଁ? ଏହା ଆପଣଙ୍କ ପ୍ରତି କୌଣସି ଅନ୍ୟାୟ କରାଯାଇନି ମହାରାଜ। ଯୋଉ ସବୁ କାର୍ଯ୍ୟ କରାଯାଇଛି ତାଙ୍କ ପିତାମାତାଙ୍କ ଅନୁମତି କ୍ରମେ କରାଯାଇଛି। ଅକ୍ରୁର, ହଁ ମହାରାଜ। ତୁମେ କଣ କହୁଛ ନିଜେ ବୁଝିପାରୁଛ ତ ଅକ୍ରୁର? ତାଙ୍କରି ପିତାମାତାଙ୍କର ଆଦେଶରେ କରାଯାଇଛି। ଆରେ ବାପା ମା ହିସାବରେ ତ ଆମକୁ କେହି କିଛି କହିନାହାନ୍ତି। ମହାରାଜ, ମୋ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ଏକ ଚିରନ୍ତନ ସତ୍ୟ ଅଟେ ଏବଂ ଏ ଘଟଣା ଅତି ଦୁଃଖଦାୟକ। ଆଉ ଏହି ସୂତ୍ରକୁ ବୁଝିବାକୁ ହେଲେ ନିଜ ଛାତିର କଲିଜାଟକୁ ପଥର କରିଦେବାକୁ ହେବ ମହାରାଜ, ପଥର କରିଦେବାକୁ ହେବ। ମାନେ ତୁମେ କଣ କହୁଛ କ୍ରୁର? ଆରେ ମୁଁ ଯେ କିଛି ବୁଝିପାରୁ ନାହିଁ। ଆରେ ଯାହା କହୁଛ କାହିଁକି ଖୋଲାଖୋଲି ଭାବରେ କହୁନ? କାହିଁକି ଖୋଲାଖୋଲି ଭାବରେ କହୁନ? ପ୍ରକୃତ କଥା ଏହି ଯେ ବାସ୍ତବରେ କୃଷ୍ଣ ଆପଣଙ୍କର ଏବଂ ମହାରାଣୀ ଯଶୋଦାଙ୍କର ପୁତ୍ର ନୁହେଁ। ତୁମେ କଣ କହୁଛ କ୍ରୁର? ତୁମେ ନିଜେ ବୁଝିପାରୁଛ ତ? ଆମେ କୃଷ୍ଣର ବାପା ମା ନୁହେଁ? ଆରେ ତୁମେ ପାଗଳ ଘରେ କଣ ସବୁ କହି ଯାଉଛ? ନିଜେ ବୁଝିପାରୁଛ ତ? ଆରେ ତୁମର ମତି ଭ୍ରମ ହେଇଛି କ୍ରୁର, ତୁମର ମତି ଭ୍ରମ ହେଇଛି। ଯାଅ, ଫେରି ଯାଅ କ୍ରୁର, ଫେରି ଯାଅ।
କଥା ବୁଝିପାରୁଛି ମହାରାଜ। ହେଲେ କୃଷ୍ଣ ପ୍ରକୃତରେ ତୁମର ପୁତ୍ର ନୁହେଁ। ମାନେ ତୁମର କେଉଁ ଅପରାଧ କରିଥିଲୁ ପ୍ରଭୁ? ଆମେ ମାନେ କେଉଁ ଅପରାଧ କରିଥିଲୁ? ଛୋଟରୁ ବଳ କରି ପୁତନା ରାକ୍ଷସୀ ମୁହଁରୁ ବଞ୍ଚାଇ ସକା ବକଟା ତୁଳା ମୁହଁରୁ ବଞ୍ଚାଇ ଛୋଟରୁ ଏତେ ବଡ କରିଥିଲୁ କଣ ଏହା ଶୁଣିବା ପାଇଁ ପ୍ରଭୁ? କଣ ଏହା ଶୁଣିବା ପାଇଁ? ପ୍ରଭୁ ପ୍ରଭୁ ତୁମର କେଉଁ ନୀଳା ପ୍ରଭୁ? ତୁମର କେଉଁ ନୀଳା? अर्जुन 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 कौन है तुम्हारा? तुम्हें काहे के तस्तत होउछ अर्जुन? अर्जुन कौन कहबिले रानी? ये कौन चाह के मैं सुन नथिला? कौन है जी? ताज सुनिला रानी, ताज सुनिला। अरे खोली करे कुह कौन है जी? खोली करे कुह। ओ रानी अक्रूर कहउछथि तुमे कौन तार मानो? अक्रूर नहीं के कथा कहले? रानी आउ तार बापा नुआ। तुमे केते बड़ा मिछ कथा कहिलो केमिति? ସେ ମିଛ କଥା ନୁହେଁ ରାଣୀ, ଏ କଥା ସତ୍ୟ ଯେ ତୁମେ କୃଷ୍ଣଙ୍କର ମା ନୁହଁ, ଆଉ ମହାରାଜ ନନ୍ଦ କୃଷ୍ଣଙ୍କର ପିତା ନୁହନ୍ତି। ना मिछ कथा अक्रूर, ए सब मिछ कथा। कृष्ण मो पुत्र ଯାହାକୁ ମୁଁ 10 ମାସ 10 ଦିନ ଗର୍ଭରେ ଧାରଣ କରିଛି ସେ ପୁଣି ମୋ ପୁତ୍ର ନୁହଁ? ସେ ମୋ ପୁତ୍ର ଅକ୍रूର, ସେ ମୋ ପୁତ୍ର। କଥାଟା ବୁଝିବାକୁ ଚେଷ୍ଟା କରନ୍ତୁ ରାଣୀ। କୃଷ୍ଣ ପ୍ରକୃତରେ ତୁମର ପୁତ୍ର ନୁହେଁ। ତୁମେ କାହାର ଛଳନାର ଶିକାର ହୋଇ ଏ କଥା କହୁଅଛ? କୁହ ଅକ୍रूର, ତୁମେ କାହାର ଛଳନାର ଶିକାର ହୋଇ ଏ ମିଛ କଥା କହୁଅଛ? ଏ ସାରା ସଂସାର
ବ୍ୟବହାର ଅକ୍ରୂର ରାଜା ଭକ୍ତ ଈଶ୍ୱର ଭକ୍ତ ତାର ପ୍ରମାଣ ତୁମେ ଦେଇଦେଲ ଅକ୍ରୂର ତାର ପ୍ରମାଣ ତୁମେ ଦେଇଦେଲ ତୁମେ ଜଣେ ମିଥ୍ୟାଚାରୀ ଅକ୍ରୂର ତୁମେ ଜଣେ ମିଥ୍ୟାଚାରୀ ମହାରାଣୀ କହିପାରୁଛ ଅକ୍ରୂର କହିପାରୁଛ ହ୍ୟାଲୋ ତମ ପାଖରେ କି ପ୍ରମାଣ ଅଛି ଅକୁର ଯେ ଏତେ ଜିତ ସହକାରେ ତୁମେ କହିପାରୁଛ ଯେ କୃଷ୍ଣ ନନ୍ଦ ଯଶୋଦାଙ୍କର ପୁଅ ନୁହେଁ ବୋଲି କୁହ ଅକୁର କୁହ କଣ ପ୍ରମାଣ ଅଛି ତୁମ ପାଖରେ କୁହ ଅକୁର କୁହ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି ମହାରାଣୀ। ତା ପୂର୍ବରୁ ଏ କଥାଟା ଯଦି ମୁଁ ଆପଣଙ୍କୁ ପଚାରେ କହିଦିଅ ଭଉଣୀ କୃଷ୍ଣ ମହାରାଜା ନନ୍ଦ ଏବଂ ମହାରାଣୀ ଯଶୋଦାଙ୍କ ପୁତ୍ର ବୋଲି କହିଦିଅ ଭଉଣୀ କହିଦିଅ ଜନ୍ମ ପରେ କୃଷ୍ଣର ରକ୍ତ ମାଂସ ଶରୀରକୁ ଅକୁର ମହାରାଣୀ ତୁମେ ଜନ୍ମ ହେଲା ପରେ କୃଷ୍ଣଙ୍କ ରକ୍ତ ମାଂସ ଶରୀରକୁ କାଖେଇକି ଧରିଥିଲ ହେଲେ କୃଷ୍ଣ ଜନ୍ମ ହେଲା ସମୟରେ ଆପଣ ଦେଖିଥିଲେ କି ରାଣୀମା? ନା ଦେଖିନି ଅକୁର ସେ କଥା ମୁଁ ଦେଖିନି ଆଉ ମହାରାଜା ନନ୍ଦ ଆପଣ ଦେଖିଥିଲେ? ମୁଁ ଦେଖିନଥିଲି ଆଉ ମହାରାଣୀ ଯଶୋଦା ମା ଯଶୋଦା ଯେ ସେତେବେଳେ ମୂର୍ଚ୍ଛିତ ଥିଲେ ଏଥିରୁ ଯଥେଷ୍ଟ ପ୍ରମାଣ ମିଳୁଛି ଯେ କୃଷ୍ଣ ମହାରାଜା ନନ୍ଦ ଆଉ ମହାରାଣୀ ଯଶୋଦାଙ୍କ ପୁତ୍ର ନୁହେଁ ବୋଲି। କୃଷ୍ଣ ମୋ ପୁତ୍ର ଯାହାକୁ ମୁଁ 10 ମାସ 10 ଦିନ ଗର୍ଭରେ ଧାରଣ କରିଛି ସ୍ତନ୍ୟ ଭାଙ୍ଗି କ୍ଷୀର ପାନ କରାଇଛି ଆଉ ଛୋଟରୁ ବଡ କରିଛି ସେ କେମିତି ମୋ ପୁତ୍ର ନ ହେଲା ସେ ମୋ ପୁତ୍ର ସେ କିଏ ଥିଲା ମୋ ପୁତ୍ର ଯଦି କୃଷ୍ଣ ମୋ ପୁତ୍ର ନୁହେଁ ତାହେଲେ ସେ କିଏ ଥିଲା ସେ ଏକ କନ୍ୟା ଥିଲା ରାଣୀମା। ଅକ୍ରୂର ମହାରାଣୀ ସେ ଆଉ କେହି ନୁହନ୍ତି ସ୍ୱୟଂ ଯୋଗ ମା ଦୁର୍ଗା ଥିଲେ। ତୁମ କଥା ବିଶ୍ୱାସ ଯୋଗ୍ୟ ନୁହେଁ ଅକ୍ରୂର ଯଦି କହୁଛ ମୋର ଗୋଟିଏ କନ୍ୟା ସନ୍ତାନ ଥିଲା ତାହେଲେ କୁହ କୃଷ୍ଣ କାହାର ପୁତ୍ର କୁହ ଅଟକି ଗଲା କାହିଁକି କୁହ କୃଷ୍ଣ ହେଲେ ବସୁଦେବ ଆଉ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ। ମିଥ୍ୟାଚାରୀ ତୁମେ କାହାର ଛଳନାର ଶିକାର ହୋଇଛ ଅକ୍ରୂର ମିଥ୍ୟା କଥା କହି ମତେ ଭଣ୍ଡେଇ ଦେବା ପାଇଁ ଚାହୁଁଛ ଯଦି ତୁମେ କହୁଛ କୃଷ୍ଣ ବସୁଦେବ ଆଉ ଦେବକୀର ପୁତ୍ର ତାହେଲେ କୁହ ସେ ମୋ ପାଖକୁ ଆସିଲା କିପରି କୁହ କୁହ ଅକ୍ରୂର ସେ ମୋ ପାଖକୁ ଆସିଲା କିପରି
ସେ ଏକ ଚିରନ୍ତନ ସତ୍ୟ ମହାରାଣୀ କୃଷ୍ଣଙ୍କୁ କଂସ କବଳରୁ ବଞ୍ଚାଇବା ପାଇଁ କୁମାର ବସୁଦେବ ସେଦିନ ନିଶା ଅର୍ଦ୍ଧରେ ଏକ ତମ୍ବା ପାତ୍ରରେ କୃଷ୍ଣଙ୍କୁ ଧରି ନିଛାଟିଆ କିଟ ମିଟ ଅନ୍ଧାର ବର୍ଷା ରାତିରେ ଯମୁନା ନଈକୁ ପାର ହେଇ ଆସି ଗୋପପୁରରେ ପହଞ୍ଚି କୃଷ୍ଣଙ୍କୁ ଆପଣଙ୍କ କୋଳରେ ଶୁଆଇ ଦେଇ ଆପଣଙ୍କ ଜନ୍ମିତ କନ୍ୟାକୁ ଧରି ମଥୁରାକୁ ଚାଲି ଯାଇଥିଲେ। ମତେ ହସାଇଲ ଅକ୍ରୁର, ମତେ ତୁମେ ମିଥ୍ୟାଚାରୀ। ସେତେବେଳେ ଦେବକୀ ବସୁଦେବ କଂସର ବନ୍ଦୀ ଗୃହରେ, ଆଉ ତାଙ୍କ ପାଦରେ ଶିକୁଳି ବନ୍ଧା ହେଇଥିଲା, ଆଉ ସେ ପୁଣି ଆସି ତାଙ୍କ ପୁତ୍ରକୁ ମୋ ଘରେ ଛାଡ଼ିଦେଲେ ନୁହଁ? ମିଛ ଆଉ କେତେ କହିବ, କେତେ ମିଛ କହିବ? ମନ ଗଢା କାହାଣୀ ଶୁଣାନି। ଯେତେ ଗୋପପୁର ଛାଡ଼ି ଚାଲି ଯାଅ, ଚାଲି ଯାଅ, ଚାଲି ଯାଅ। ସେ ଏକ ମାୟା ଥିଲା ମହାରାଣୀ। ସେ ଏକ ଭଗବାନଙ୍କର ମାୟା ଥିଲା। ସେ ଲୁହା ଶିକୁଳି ଯୋଗମାୟାଙ୍କ ଆଦେଶରେ ଫିଟି ଯାଇଥିଲା। ସମସ୍ତ ଜଡ଼ମାନେ ସେତିକି ବେଳେ ଚେତନ ହେଇଯାଇଥିଲେ, ଆଉ ସମସ୍ତ ଚେତନ ମାନେ ଜଡ଼ ହେଇଯାଇଥିଲେ। ଲୁହାର କବାଟ ସବୁ ଖୋଲି ଯାଇଥିଲା, ଲୁହାର ଶିଙ୍କୁଳି ଖୋଲି ଯାଇଥିଲା। ଆଉ ସେ ସମୟରେ ବସୁଦେବ କୃଷ୍ଣକୁ ଆଣି ଆପଣଙ୍କ ପାଖରେ ଶୁଆଇ ଦେଇଥିଲେ। ନା ନା, ଏ ସବୁ ତୁମର ମନ ଗଢା କାହାଣୀ। ବିଶ୍ୱାସ କର ମହାରାଣୀ। ତୁମକୁ ପୁଣି ବିଶ୍ୱାସ? ତୁମେ ତ ଘର ଢେଙ୍କି କୁମ୍ଭୀର, ମୋ ଘରେ ଢେଙ୍କି ହେଇ ପଡିଲ, ଆଉ ମତେ ହିଁ ଗିଳିଲ। ଏ କଥାକୁ ବିଶ୍ୱାସ କର ମହାରାଣୀ। ପ୍ରକୃତ ସତ୍ୟଟା ଦିନେ ନା ଦିନେ ପଦାକୁ ଆସିବ। ସତ୍ୟ କେବେ ଲୁଚି ରହେ ନା ମହାରାଣୀ। ଯାହା ଆଜି ଘଟୁଛି ସେ ସତ୍ୟକୁ ଆଜି ଲୁଚେଇ ରଖିଲେ ଦିନେ ନା ଦିନେ ତାହା ପଦାକୁ ଚାଲି ଆସିବ। ମହାରାଣୀ ଅକ୍ରୁର, ଶତ୍ରୁ ହେଲେ ବି ସାତ ଘର ଲଗାଏ ଛାଡ଼ି ନିଆଁ ଲଗାଏ। ତୁମେ ପରା ଆମର ଭାଇ। ଏହି ସତ୍ୟକୁ ଲୁଚାଇବାକୁ ଯାଇ ନିଜକୁ ଜଳାଞ୍ଜଳି ଦେଇଥିଲେ କୁମାର ବସୁଦେବ। ଅନ୍ଧ ଗୋଟହି ଭିତରେ ରହି ଲୁହା ଶିକୁଳିରେ ବନ୍ଧା ହୋଇ ସେଇ କଂସ କବଳରୁ କୃଷ୍ଣକୁ ରକ୍ଷା କରିବା ପାଇଁ ସେ ସତ୍ୟ ପଦାକୁ ଆସିଯିବା ପୂର୍ବରୁ କଂସ ଆଗରେ ପ୍ରକାଶନ କରି ଲୁଚାଇ ରଖିଥିଲେ ସେ କଥା। ମହାରାଣୀ, କିନ୍ତୁ
ବିଧିର ବିଡ଼ମ୍ବନା କଂସର ଗୋଟାଏ ଜିଦ୍ ସବୁ କଥାକୁ ଓଲଟ ପାଲଟ କରି ଦେଇଥିଲା। সেই সর্পভরা সর্প বেষ্টিত কারাগার ভিতরে বসুদেবর শরীরକୁ ঝুলাই যেତେବେଳେ କଂସ କହିଲା କହ ଦେବକୀ କୃଷ୍ଣ କାହାର ପୁଅ, ସେତିକି ବେଳେ ଦିଗହରା ଚଢେଇଟେ ପରି ଛଟପଟ ହେଇ ଦେବକୀ ସତ୍ୟକୁ ପ୍ରକାଶ କରି ଦେଇଥିଲା। ଅକ୍ରୁର ମହାରାଣୀ କେମିତି ହୃଦୟ ଅଛି ତୁମର, ତୁମର କେମିତି ହୃଦୟ ଅଛି। সেই দিনଠୁ ସେ କଂସ ଖୋଜି ଚାଲିଛି କୃଷ୍ଣକୁ। ଆଉ ସେ ନୀରବରେ ଶୋଇପାରୁନି। କେମିତି ହୃଦୟ ଅଛି ତୁମର, ତୁମେ ଏତେ ନିଷ୍ଠୁର ହେଲ କେମିତି ଅକ୍ରୁର। କୃଷ୍ଣ ଯାହାର ପୁତ୍ର ହେଉନା କାହିଁକି, ମୁଁ ତାକୁ ଛୋଟରୁ ବଡ କରିଛି, କ୍ଷୀର ଖୁଆଇଛି, ହାତ ଧରି ଚାଲିବା ଶିଖେଇଛି। ସେ ମୋ ପୁତ୍ର, କୃଷ୍ଣ ମୋ ପୁତ୍ର। ତୁମେ ଚାଲି ଯାଅ, ଚାଲି ଯାଅ, ଚାଲି ଯାଅ। ମୋ କଥା ଥରେ ବୁଝିବାକୁ ଚେଷ୍ଟା କର। କଣ ଆଉ ବୁଝେଇବ, କଣ ଆଉ ବୁଝେଇବ ମତେ। ମୁଁ କୃଷ୍ଣକୁ ନେଇ ନ ଗଲେ ମୋର ମୁଣ୍ଡ କାଟିବ। ମୁଁ ଏ ଅକ୍ରୁର ରାଜ ଆଜ୍ଞାର ଦାସ ଅଟେ ମହାରାଣୀ। ତୁମେ ନିଶ୍ଚିତ ରୁହ, ମୁଁ କୃଷ୍ଣଙ୍କୁ ନେଇ ଅଚିନ୍ତାରେ ରହିପାରିବିନି। କୃଷ୍ଣର ଜୀବନ ଯିବା ପୂର୍ବରୁ ଏ ଅକ୍ରୁର ତାର ଜୀବନକୁ ବାଜି ଲଗାଇ ଦେଇଥିବ, ଆଉ ମୋର ମଧ୍ୟ ମୃତ୍ୟୁ ହୋଇସାରିଥିବ। ପୁତ୍ରର ମରଣ ଲୀଳା ଦେଖି କେଉଁ ବାପା ମା ସହିଯିବେ ଅକ୍ରୁର, କେଉଁ ବାପା ମା ପୁତ୍ରର ମରଣ ଲୀଳା ଦେଖି ସହିଯିବ କହିଲ। ମୋର ମଧ୍ୟ ବିଚାର ଶକ୍ତି ଅଛି ମହାରାଣୀ। ମୁଁ ଭାବିଥିଲି କୃଷ୍ଣ ବଳରାମକୁ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ କରାଇ ମଥୁରାକୁ ପଠେଇବା ପାଇଁ, ହେଲେ ଦେବକୀର ଗୋଟିଏ ପଦ କଥା ମୋର ପୋଷା କାଠିକୁ ଓଲଟ ପାଲଟ କରି ଦେଇଥିଲା। ତେଣୁ ଏବେ ମୁଁ ଭାବୁଛି ବଳରାମକୁ ରାତ୍ରରେ ପଠାଇ କାଲି ସକାଳୁ ସ୍ପଷ୍ଟ ଦିବାଲୋକରେ କୃଷ୍ଣଙ୍କୁ ନେଇ ମୁଁ ନିଜେ ଯିବି। କାରଣ କୃଷ୍ଣଙ୍କ ସମସ୍ତଙ୍କ ନଜର। କଣ ଆମେ ଏତେ ଦୁର୍ବଳ, ପୁତ୍ରର ମରଣ ଲୀଳାକୁ ଦେଖି ସହିଯିବୁ? ନା ଅକ୍ରୁର ନା, ଅବଳା ଦୁର୍ବଳା ନୁହେଁ, ଏ ଗୋପର ନାରୀର ଶେଷ ରକ୍ତ ବିନ୍ଦୁ ଥିଲା ପର୍ଯ୍ୟନ୍ତ ସେ ଯୁଦ୍ଧ କରିବ। ଦରକାର ହେଲେ ମୁଁ ବି ହସ୍ତରେ ଖଣ୍ଡା ଧରି କଂସ ସହିତ ଯୁଦ୍ଧ କରିବି। ମୁଁ ମଧ୍ୟ ମଥୁରା ଯିବି। ତାହା ସମ୍ଭବ ନୁହେଁ ରାଣୀ। କାହିଁକି ନୁହେଁ, କାହିଁକି ନୁହେଁ? କାରଣ
তার নীতি ମୁଁ ପ୍ରସ୍ତୁତ କରିସାରିଛି। ଗୋପପୁରର ଚତୁଃପାର୍ଶ୍ୱରେ କଂସର ସୈନ୍ୟ ସାମନ୍ତ ମାନେ ଲୁଚି ରହିଛନ୍ତି। ଯଦି କୃଷ୍ଣଙ୍କୁ ଆପଣମାନେ ଲୁଚାଇ ରଖିବାକୁ ଚେଷ୍ଟା କରିବେ ତାହେଲେ ସେମାନେ ଘରେ ଘରେ ପଶି ମୃତ୍ୟୁର ତାଣ୍ଡବ ଲୀଳା ରଚିବେ। ଅକ୍ରୂର, ତୁମର ଜିହ୍ବା ଛିଡ଼ି ଯାଉନାହିଁ କାହିଁକି? ଏଣୁ ସର୍ବସମ୍ମୁଖରେ ମୁଁ କୃଷ୍ଣଙ୍କୁ ନେବା ପାଇଁ ଉତ୍ତମ ରଣନୀତିର ପ୍ରସ୍ତୁତ କରିଛି। ଅକ୍ରୂର, ମୁଁ ମୋ ପୁତ୍ର ମାନଙ୍କୁ ଛାଡ଼ି ଦେଇ ପାରିବିନି। ବଳରାମକୁ ରାତିରେ ପଠେଇ ଦେଲେ ସିଏ ତ ସହଜେ ବଞ୍ଚିଯିବ। ହେ ଭଗବାନ, ଜାଣି ଶୁଣି କେହି ପିତା ମାତା କଣ ତାଙ୍କ ପୁତ୍ର ଦେହକୁ ମୃତ୍ୟୁକୁ ଧରି ଦେଇ ପାରିବେ? ଅକ୍ରୂର, ଧରି ଦେଇ ପାରିବେ? ସ୍ୱାମୀ, ଅକ୍ରୂର ଫେରି ଯାଅ, ଫେରି ଯାଅ, ତୁମେ ଫେରି ଯାଅ। ଆପଣ ଗୋଟିଏ ପୁତ୍ରର ପିତାମାତା ନୁହନ୍ତି ମହାରାଜ, ଆପଣ ଏ ସାରା ଗୋପପୁରର ମା ବାପା ଅଟନ୍ତି। ଗୋଟିଏ ପୁଅ ପାଇଁ 99 ପୁତ୍ରକୁ ମାରିଦେବେ ନା 99 ପୁତ୍ର ପାଇଁ ଗୋଟିଏ ପୁଅକୁ ବଳିଦେବେ? କୁହନ୍ତୁ କୁହନ୍ତୁ ମହାରାଜ, ଗୋଟିଏ ରାଜ୍ୟ ପାଇଁ ଗୋଟିଏ ଗାଁ ପାଇଁ ଗୋଟିଏ କୂଳ, ଆଉ ଏବଂ ଗୋଟିଏ କୂଳ ପାଇଁ ଗୋଟିଏ ଜୀବ, କି ବଡ଼ କଥା ମହାରାଜ। କୌଣସି ଭାବନାର ଆବେଗରେ ଆସି କୌଣସି ଓଲଟ ପାଲଟ କଲେ ପରିଣାମଟା ଭୟାବହ ହେବ ମହାରାଜ, ପରିଣାମ ଭୟାବହ ହେବ। ମହାରାଣୀ, ଏ ଦେଖା ଯାଉଥିବା ପାହାଡ ଉପରକୁ ଦେଖ, କିପରି କଂସର ସୈନ୍ୟମାନେ ଦୂର ଦୂର ପର୍ଯ୍ୟନ୍ତ ଦେଖା ଯାଉଛନ୍ତି। ତେଣୁ ନିଜର ଦାୟିତ୍ୱକୁ ବୁଝନ୍ତୁ ରାଣୀ ମା, ନିଜର ଦାୟିତ୍ୱକୁ ବୁଝନ୍ତୁ। କି ପ୍ରକାର ଦାୟିତ୍ୱ, କି ପ୍ରକାର ଦାୟିତ୍ୱ। ସେଥିପାଇଁ ତ ମୁଁ ତୁମକୁ ପୂର୍ବରୁ କହିଛି, ଦିନ ଦ୍ୱିପ୍ରହରରେ ଖୋଲା ଆକାଶରେ କୃଷ୍ଣଙ୍କୁ ମୁଁ ନେଇକି ଯିବି। ଯେକୌଣସି ଯେପରି ସମସ୍ତଙ୍କ ଧ୍ୟାନ ମୋ ଉପରେ ଥିବ, ତେବେ ବଳରାମଟା ବଞ୍ଚିବା ସହଜ ହେଇଯିବ। ଗୁପ୍ତଚର ମାନେ ଗୋପପୁରର ଚତୁଃପାର୍ଶ୍ୱରେ ବୁଲୁଛନ୍ତି। ତେଣୁ ଯିବାର ଆୟୋଜନ କରନ୍ତୁ ମହାରାଜ। ଆପଣମାନେ କହିଲେ କୃଷ୍ଣ ଏ ଅକ୍ରୂର ସହିତ ଧନୁଯାତ୍ରା ଦେଖାଯିବ। ଯେମିତି କୃଷ୍ଣ ବଳରାମ ଏ କଥା ଜାଣନ୍ତୁ। ଏମିତି କଲେ ଯାଉଛି କେମିତି କଥା କହିବା ଆଗରୁ 100 ଥର ଭାବିବା କଥା ଥିଲା। ତୁମେ 100 ଥର ଭାବିବା ଉଚିତ।
ପାଖରୁ ତା ପୁତ୍ରକୁ ଛଡ଼ାଇ ନିଆଯାଉଛି। କେମିତି ଧୈର୍ଯ୍ୟ ଧରିବ ତାର ମା କହିଲେ? ମୋର ପ୍ରତି ତୁମର ଯେ ଘୃଣା ଆସୁଛି ଏହା ସ୍ୱାଭାବିକ ଅଟେ, କିନ୍ତୁ ବର୍ତ୍ତମାନର ସମୟରେ ଏସବୁ ଚିନ୍ତା କରିବାର କୌଣସି କାରଣ ନାହିଁ ମହାରାଜ। ଆପଣ ଧୈର୍ଯ୍ୟ ଧରନ୍ତୁ। ଯାହାର ପୁତ୍ରକୁ ଯାହାର ହୃଦୟର କଲିଜାକୁ କାଢି ନିଆଯାଉଛି ସେ ପୁଣି ଧୈର୍ଯ୍ୟ କେମିତି ଧୈର୍ଯ୍ୟ ଧରିବ କହିଲ? ଏ ଅକ୍ରୁର ରାଜଭକ୍ତ ଅଟେ ମହାରାଣୀ। ତାଠାରୁ ଆପଣ ମାନେ କଣ ଏଇ ଆଶା କରୁଛନ୍ତି? ଆପଣ 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 କଣ ଭାବୁଛନ୍ତି? ଏଇ ଅକ୍ରୁର ରାଜକୁମାର କୃଷ୍ଣଙ୍କୁ ନିଜ ହାତରେ ଦେଇ କଂସକୁ କହିବ, ନେ କଂସ ଏହାକୁ ବଢିଦେ। ନା, ଏ ଅକ୍ରୁର ଏସବୁ କରିପାରିବନି। ଏ ଅକ୍ରୁର ଏତେ ସହଜରେ ହାର ମାନିବାର ଲୋକ ନୁହେଁ। ମୋ ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ କେହି କୃଷ୍ଣର କିଛି କ୍ଷତି କରିପାରିବେନି। ମୁଁ ସେ ଯାଦବ ବୀର ମାନଙ୍କୁ ନେଇ ଏକ ସୈନ୍ୟବାହିନୀ ପ୍ରସ୍ତୁତ କରିଛି, ଯାହା ଫଳରେ ରାଜକୁମାର ମାନଙ୍କୁ କେହି କିଛି କରିପାରିବେନି। କଂସ ଏବଂ ତାର ସୈନ୍ୟମାନେ କୃଷ୍ଣର କିଛି କରିବା ପୂର୍ବରୁ ସମସ୍ତ ସୈନ୍ୟ ଜୀବନ ଦେଇ ସାରିଥିବେ। ରାଜା ପାଇଁ ଜୀବନ ହାରିବା ବ୍ୟକ୍ତି ଏ ଅକ୍ରୁର ଅଟେ। ବିଶ୍ୱାସ କର ରାଣୀ, ବିଶ୍ୱାସ କର। ରୋହିଣୀ ଭାଉଜ, ସମୟ ଗଡ଼ି ଯାଉଛି। ବଳରାମକୁ ଆଦେଶ ଦିଅ, ନା ସେ ଶୀଘ୍ର ବାହାରି ପଡୁ। ନା ପୁରା ନା। ପରେ କୁମାର କୃଷ୍ଣଙ୍କୁ ନେବାର ବ୍ୟବସ୍ଥା ମୁଁ କରିବି। ସେ ଯାହା ହଉ ନା ଅକୁର, ଆପଣ ଫେରି ଯାଆନ୍ତୁ। ଯାଅ ଅକୁର, ଫେରି ଯାଅ। ଆମେ ବଳରାମ କୃଷ୍ଣଙ୍କୁ କେବେ ବି ଛାଡି ପାରିବୁନି। ନା ଅକୁର ନା, କେବେ ଛାଡି ପାରିବୁନି ଆମେ। କଣ କହୁଛ କାକା? ଯଦି ଯିବୁ ଆମେ ଦୁଇ ଭାଇ ଏକା ସାଥିରେ ଯିବୁ। ଭାଇ କାହ୍ନାକୁ ଛାଡ଼ି ମୁଁ ଯାଇପାରିବି ନାହିଁ। ଏହି ସଙ୍କଟ ଅବସ୍ଥାରେ ବୁଦ୍ଧିମାନୀ ଏବଂ ରାଜନୀତି ଏହା କହୁଛି ଯେ ଦୁହିଁଙ୍କୁ ବଞ୍ଚାଇ ନ ପାରିଲେ ଜଣଙ୍କୁ ତ ବଞ୍ଚାଇ ହବ। ନା କାକା ନା,
ଦୁହେଁ ଯିବୁ ଦୁହେଁ ରହିବୁ ନହେଲେ ଦୁହେଁ ନିଜର ପ୍ରାଣ ବଳି ଦେବୁ। ରାଜକୁମାର ଇଏ ଭାବିବାର ସମୟ ନୁହେଁ, ଇଏ ହେଉଛି କର୍ତ୍ତବ୍ୟ କରିବାର ସମୟ। ହଁ ଠିକ କହିଲ କାକା, କର୍ତ୍ତବ୍ୟ ପାଳନ କରିବା ସମୟ। ଆଉ ଏଠାରେ ମୋର କର୍ତ୍ତବ୍ୟ ପାଳନ ଅଛି। ବଡ଼ ଭାଇ ହିସାବରେ ଛୋଟ ଭାଇ ପାଖରେ ରହି ରକ୍ଷା କରିବା। ଏହି ସଙ୍କଟ ସମୟରେ ମୋତେ ଦୂରେଇ ନିଅ ନାହିଁ କାକା। ମୋର ଜନ୍ମ ତ କେବଳ ଭାଇ କାହ୍ନା ପାଇଁ। କାହ୍ନା ମୋର ଭାଇ ନୁହେଁ, ସେ ମୋର ଭଗବାନ। ମୁଁ ତାକୁ କେମିତି ଛାଡ଼ିବି? ଆସ ଆସ କାକା, କାହ୍ନାକୁ ମୁଁ ସବୁ କଥା କହୁଛି। ଠିକ ଅଛି। ମତେ କୌଣସି କଥା କହିବାର ଆବଶ୍ୟକତା ନାହିଁ ଭାଇ। ମୁଁ ଏଠି ଠିଆ ହୋଇ ସବୁ କଥା ଶୁଣି ସାରିଛି। ତ କହ ଭାଇ, ମୁଁ ଯାହା କହୁଛି ଠିକ କହୁଛି ନା ଭାଇ? ହଁ ବିଲକୁଲ ଠିକ କହିଛ ଭାଇ। ହିଦିଅ କାକାଙ୍କୁ, ମୁଁ ଯାହା ହିଁ କହୁଛି ତାହା ହିଁ ହେବ। ହଁ ଅବଶ୍ୟ ଏହା ହେବ। ଏଇ ଜନ୍ମରେ ତୁମେ ମୋର ବଡ଼ ଭାଇ ଅଟ। ତୁମେ ଯାହା କହିବ ତାହା ପାଳନ କରିବା ଓ କରାଇବା ମୋର ପରମ କର୍ତ୍ତବ୍ୟ ଅଟେ। କାକା, ଆପଣ ଆମ ପାଇଁ ଯେତିକି ଚିନ୍ତିତ ହେଉଛନ୍ତି ସେତିକି ଚିନ୍ତିତ ହେବାର କୌଣସି କାରଣ ନାହିଁ କାକା। ସେ ଚିନ୍ତା ପରିହାର କର। ହେଲେ ଏ କଣ କହୁଛ ରାଜକୁମାର? ବର୍ତ୍ତମାନ ଜୀବନ ମୃତ୍ୟୁର ସମୟ ଅଟେ। ଆଉ ତୁମେ କହୁଛ ଚିନ୍ତାର କାରଣ କିଛି ନାହିଁ? ଆରେ ଏଇଟା ପିଲା ଖେଳ ନୁହେଁ। ଯାହା କରିବା କଥା ସବୁ ବୁଝି ବିଚାରି କରିବାକୁ ହବ। ମୁଁ ମାନୁଛି କାକା, ବର୍ତ୍ତମାନର କାମ ବୁଦ୍ଧିର ସହିତ କରିବାକୁ ପଡ଼ିବ। କିନ୍ତୁ କୌଣସି ବୁଦ୍ଧିମାନୀ ଯଦି ଜୀବନ ଓ ମୃତ୍ୟୁକୁ ଆଗ ପଛ କରେ ତେବେ ତାହା ଭୁଲ କହୁଛି। କାହିଁକି ନା ବଞ୍ଚିବା ଓ ମରିବା ଭଗବାନଙ୍କ ହାତରେ। ଯେକୌଣସି ସ୍ଥାନରେ ଥାଇ ମଧ୍ୟ ମୃତ୍ୟୁ ଆସିପାରେ। ତେଣୁ ଆମକୁ ମୃତ୍ୟୁର ଭୟ ଦେଖାଇ ଡରାନ୍ତୁ ନାହିଁ କାକା। ମୁଁ ଆଉ ଭାଇ ମଥୁରାକୁ ନିଶ୍ଚୟ ଯିବୁ। ଏତିକି କଥା ଶୁଣି ସାରିଲା ପରେ ମୁଁ ଆମ କଂସାସୁରକୁ ଦେଖିବା ପାଇଁ ଭାରି ଇଚ୍ଛା ହେଉଛି। ନା କଣ କହୁଛ ଭାଇ? କିନ୍ତୁ କାକା, ମତେ ଗୋଟିଏ କଥା ଠିକ ଲାଗିଲା ନାହିଁ କାକା। କୋଉ କଥା? ଆପଣ ଏତେ ବଡ଼ ମିଛ କଥା କହିଲେ କେମିତି? ମିଛ କଥା? କୋଉ ମିଛ କଥା ମୁଁ କହିଲି? ଏବେ ଯୋଉ କହିଲେ ମାତା ଯଶୋଦା ମୋର ମା ନୁହନ୍ତି ବୋଲି। କିନ୍ତୁ ନା କାକା ନା, ମତେ କିଏ ଜନ୍ମ ଦେଲା ମୁଁ ଜାଣିନି। କିନ୍ତୁ ମୋର ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ଯଶୋଦା ହିଁ ମୋର ମା ଅଟନ୍ତି। କାକା, ମତେ ଯିଏ କୋଳରେ ବସାଇ ପୁତ୍ର ଭଳି ସମ୍ବୋଧନ କରି ମମତାର କ୍ଷୀର ପିଆଇଥିଲା, ମିଠା ମିଠା କଥା କହୁଥିଲା, କାହାଣୀ ଶୁଣାଉଥିଲା, ଯିଏ ମତେ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା, ସିଏ ତ ମୋ ଯଶୋଦା ମା ଥିଲା ନା କାକା। ସିଏ ତ ମୋ ଯଶୋଦା ମା ଥିଲା ନା। ଧୈର୍ଯ୍ୟ ନାହିଁ ରେ କାହ୍ନା। ଧୈର୍ଯ୍ୟ ନାହିଁ। ଯଶୋଦା, ଧୈର୍ଯ୍ୟ ଧର, ଏତେ ଅଧୈର୍ଯ୍ୟ ହୁଅନି।
ଆମର ମା ମା ଏ ମା ଅକ୍ରୁର କାକା ଯାହା କହୁଛନ୍ତି ତାହା ମିଛ ଅଟେ ମା, ତାହା ମିଥ୍ୟା ଅଟେ। ମତେ ଏ କଥା କହିଥିଲେ ମୁଁ ଜମା ମାନି ନଥାନ୍ତି। ଏ ମା ମୁଁ ଯୁଆଡେ ଯେଉଁଠିକି ଗଲେ ବି ତୋରି ହିଁ ପୁତ୍ର ରହିବି ମା, ତୋରି ହିଁ ପୁତ୍ର ରହିବି। ଏ ମା କହନା ମୁଁ ତୋରି ପୁତ୍ର ବୋଲି, ଏ ମା କହନା ମୁଁ ତୋରି ପୁଅ ବୋଲି। ତୁ ତ ସବୁବେଳେ ମତେ ମିଛ କହିଥାଉ ରେ କାହ୍ନା, ତୁ ତ ସବୁବେଳେ ମତେ ମିଛ କଥା କହୁ। ତୁ ମୋର ମା ଅଟୁଣା, ମୁଁ ସେଥିପାଇଁ ତତେ ମିଛ କହେ। ଅନ୍ୟ କେହି ହେଇଥିଲେ ମୁଁ କେବେ ବି ମିଛ କହିନଥାନ୍ତି। ଏ ମା ତୁ ଏତେ କାନ୍ଦୁଛୁ କାହିଁକି? ମତେ ବିଶ୍ୱାସ କର ମା, ତୁ ମତେ ଟିକେ ବିଶ୍ୱାସ କର। ତୁ ଟିକେ ଚିନ୍ତା କର ମା, তোর কাহ্না যদি কাଳିଆ ନାଗକୁ ପରାସ୍ତ କରିପାରେ, ସ୍ୱୟଂ ଇନ୍ଦ୍ରର କୋପରୁ ଗିରି ଗୋବର୍ଦ୍ଧନକୁ ଉଠାଇ ଏ ଗୋପପୁରକୁ ରକ୍ଷା କରିପାରେ, ତାହେଲେ ମାମୁଁ କଂସାସୁର ମୋର କଣ କରିପାରିବେ? ସେଇଥିପାଇଁ ତ କହୁଥିଲି ତୁ ଭଗବାନ ହୋ ନା, ତୁ ଭଗବାନ ହୋ ନା, ନହେଲେ ମୁଁ କୋଉଦିନ ତତେ ହରେଇ ବସିବି। ଏବେ ତାହା ହେଲା ନା କାହ୍ନା, ଏବେ ତାହା ହେଲା ନା। ମା ଏସବୁ ମାୟା ମୋହର କଥା ଅଟେ ମା, ଏସବୁ ମାୟା ମୋହର କଥା ଅଟେ। ତୁ ଏ କଥା ଯେତେ ଚିନ୍ତା କରିବୁ ସେତେ ମାୟା ମୋହ ଜାଲରେ ଛନ୍ଦି ହୋଇ ରହିଯିବୁ। ତୁ ସେ ସବୁ ଚିନ୍ତା କର ନା। ତେବେ ମୁଁ କଣ କରିବି ରେ କାହ୍ନା, ତେବେ ମୁଁ କଣ କରିବି? ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି ମା, ତୋର ଏ ପୁତ୍ର ଶରୀରରେ ମଧ୍ୟ ଭଗବାନ ଅଛନ୍ତି। ତୁ ଭଗବାନକୁ ପ୍ରାର୍ଥନା କର, ଦେଖିବୁ তোর ସବୁ ଦୁଃଖ ଦୂର ହୋଇଯିବ ମା, তোর ସବୁ ଦୁଃଖ ଦୂର ହୋଇଯିବ। ଦରକାର ନାହିଁ ମୋର ଭଗବାନ, ଭଗବାନ ମୋର ଦରକାର ନାହିଁ। ଭଗବାନକୁ ନେଇ ମୁଁ କଣ କରିବି କହିଲୁ? ଭଗବାନକୁ ନେଇ ମୁଁ କଣ କରିବି? ନା ମୁଁ ତାକୁ ଗେଲ କରିପାରିବି, ନା ଆକଟ କରିପାରିବି, ନା ମୁଁ ତା ମୁଖରୁ ମିଠା ମିଠା କଥା ଶୁଣିପାରିବି। ମତେ ଭଗବାନ ଦରକାର ନାହିଁ, ମତେ ଭଗବାନ ଦରକାର ନାହିଁ, ମତେ କେବଳ ମୋ ପୁତ୍ର ଦରକାର, ମତେ କେବଳ ମୋ ପୁତ୍ର ଦରକାର। ବାহ বাহ মা বাহ, তু তো মো ভগবান, সমস্ত সীমা পার করে সারিছু। তোতে ভগবান দরকার নেই মা, তোতে ভগবান দরকার নেই, বরং ভগবানକୁ তো পরি মা দরকার। ମତେ ଜ୍ଞାନର କଥା ଶୁଣାନା ରେ କାହ୍ନା, ମତେ ଜ୍ଞାନର କଥା ଶୁଣାନା। ଯା ଯା, ତୁ କାହାକୁ ଏ ଜ୍ଞାନ କଥା ଶୁଣେଇବୁ? ଯା।
ହଁ ଚାଲିଯିବି ମା, ମୁଁ ନିଶ୍ଚୟ ଚାଲିଯିବି, କିନ୍ତୁ ଏଇ ଶେଷ ରାତିଟା ତ ମତେ ମୋ ମା ଯଶୋଦା ପାଖରେ ରହିବାକୁ ଦେ। ତୋର ଆଉ କଣ ଦରକାର ଯେ ତୁ ମୋ ପାଖରେ ରହିବୁ କହିଲୁ? ମହାରାଜ ଆମକୁ ଶୀଘ୍ର ବିଦାୟ ଦିଅନ୍ତୁ। ଅକ୍ରୁର ମହାରାଜ ଆଉ ଦୁଃଖ କରନ୍ତୁନି ମହାରାଜ, ଆମର ଯିବାର ସମୟ ଗଡ଼ି ଯାଉଛି। ଲାଗିଲା ଅକ୍ରୁର, ଆସୁଛୁ ମହାରାଜ। ମୋ ପୁଅକୁ ଲାଗିଲା ରାଣୀ। ଦଣ୍ଡ ରହ ଅକ୍ରୁର, ପୁଅ ମାନଙ୍କୁ ଦଣ୍ଡ ରହ ଅକ୍ରୁର। ପୁତ୍ର ମାନେ ମୋର ସକାଳୁ କିଛି ଖାଇନାହାନ୍ତି, ମୋ ହସ୍ତରେ ମତେ କିଛି ଭୋଜନ ଦେବି ଅକ୍ରୁର, ତାଙ୍କୁ କିଛି ଭୋଜନ ଦେବି। ଠିକ ଅଛି ମହାରାଣୀ, ତାପରେ ଯାହା କରିବେ ଶୀଘ୍ର କରନ୍ତୁ। कन्हा आ बलराम आ पुओ मो कोଳରେ बस। बलराम मो कान्हा तोते लागिला सबुबेले तू मो कान्हा पाखे पाखे थिबु पुत्र। कान्हा शीघ्र फेरी आसबु पुत्र। बलराम कान्हा को ले शीघ्र फेरी आसबु। नी अक्रूर, जेमिति मो कानार किछि न हुए से पुणी मो कोल को फेरी आसीबो तो अक्रूर। ଆପଣ नियो ବୃଥା ଚିନ୍ତା କରନ୍ତୁନି ମହାରାଜ, କାହ୍ନାର କୌଣସି ଅସୁବିଧା ହେବନି। ଆସୁଛୁ। ମା कान्हा कान्हा हे श्यामबन, मते छाड़ी तुमे मथुरा को जाओ पारिबिनी श्याम, तुम बिना मु बंची पारिबिनी, तुम बिना मु गोपदाण्डे मुण्ड पिटी कान्दे राधानी रे माखे आज ठारू श्याम डाक
রাধে উঠ রাধে উঠ 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 রাধে ମୁଁ କ'ଣ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉଛି? ନା, ମୁଁ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉନି। ମୁଁ ତୁମକୁ 4 ଦିନ କଣ୍ଟ କରି ଯାଉଛି। ମାମୁଁ କଂସାସୁର ବିରାଟ ଧନୁଯାତ୍ରା ଆୟୋଜନ କରିଛନ୍ତି। ଧନୁଯାତ୍ରା ଦେଖି ମୁଁ ନିଶ୍ଚୟ ଫେରି ଆସିବି ରାଧେ। କାନ୍ଦ ନା, ତୁମେ ଜମା ବ୍ୟସ୍ତ ହୁଅନି। ତୁମେ କ'ଣ ଭାବୁଛ ଏ ରାଧା ବିନା କୃଷ୍ଣ ଏକା ବଞ୍ଚି ପାରିବ? ନା ନା ରାଧେ, କାନ୍ଦ ନା ରାଧେ, କାନ୍ଦ ନା। ଯିବା। কান্দন গো রাধে মোরাণটি তোরে নিশ্চয় মু ফেরি আসবে। 4 দিন কণ্ঠ দেই মু যাଉଛି তুমକୁ কি ভুলি পারিবি। কান্দন গো জল বিনা মিন বঞ্চিকি পারিব। ফুল বিনে যেনে ভ্রমর। আগো রাধে মোর মুহূর্তে তুমর। আম মিলন যুগ যুগর। কান্দন গো হে কাन्हा আমাকে ছাড়ি যাও না। আমি বলে এই গোপপুর সৈন্য হয়েছি। হে কৃষ্ণ কেশব হে দামোদর
ଗୋପୀଗଣ ମୁଁ କଣ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉଛି? ନା, ତୁମକୁ ମୁଁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉନି। ମୁଁ ତୁମକୁ 4 ଦିନ କଣ୍ଟ କରି ଯାଉଛି। ତୁମେ କଣ ଭାବୁଛ ଏ ଗୋପୀଗଣ ବିନା ଏ କୃଷ୍ଣ ଏକା ବଞ୍ଚି ପାରିବ? ନା, ତୁମେ ଜମା ବ୍ୟସ୍ତ ହନି, ମୁଁ ନିଶ୍ଚୟ ଫେରି ଆସିବି। ଉଠ। কাকা ঠিক আছে, চলো চলো।